ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ହେ ବନ୍ଧୁ ଓ ଭାଇ ଭଉଣୀମାନେ, ରାମଚନ୍ଦ୍ରଙ୍କର କଥା, ଦିନକର କଥା। ଦଶରଥ ମହାରାଜ ଜଙ୍ଗଲକୁ ପରିଭ୍ରମଣ କରି ଯାଇଥିଲେ। ସେଠି ଗୋଟେ ବ୍ରାହ୍ମଣ ପିଲାକୁ ବଧ କରିଥିଲେ। ମନ୍ଧମୁନିଙ୍କ ପୁଅ ବଧ କଲା ପରେ ତାକୁ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା। ଯଦି ବ୍ରହ୍ମହତ୍ୟା ଦୋଷ ଲାଗିଲା, ସେ ଆସିଲେ ଗୁରୁ ବଶିଷ୍ଠଙ୍କ ଆଶ୍ରମକୁ। ସେତେବେଳେ ବଶିଷ୍ଠ ଆଶ୍ରମରେ ନଥିଲେ। ତାଙ୍କର ପ୍ରଥମ ଶିଷ୍ୟ ଉପମନ୍ୟୁ। ସେ ଦେଖିଲେ ରଜା ଆସିଛନ୍ତି। ରଜାଙ୍କୁ ନିମନ୍ତ୍ରଣ କଲେ, ସମ୍ମାନ ଦେଲେ, ବସେଇଲେ ଏବଂ ସବୁ କଥା ପଚାରିଲା ପରେ ସେ କହିଲେ ଯେ ମୋ ଗୁରୁଙ୍କ ସଙ୍ଗେ ମୋର କିଛି କଥା ଥିଲା, ମୁଁ କଥା ହେବି। ମୁଁ କହିଲି ଗୁରୁ ତ ଆସିନାହାନ୍ତି, ବହୁତ ବିଳମ୍ବ ହେବ, ତେଣୁ କ'ଣ ହେଇଛି କୁହନ୍ତୁ। ମୁଁ ତ ତାଙ୍କର ଶିଷ୍ୟ, ଆପଣ ତ ଜାଣିଛନ୍ତି, ଯଦି ମୋ ଦ୍ୱାରା କିଛି ହେଇପାରିବ ମୁଁ କହିବି। ଦଶରଥ ମହାରାଜ ନିଜ କଥା କହିଲେ। ଅନ୍ଧମୁନିଙ୍କ ପୁଅକୁ ବଧ କରିଥିବା ଯୋଗୁଁ ତାଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଛି। ସେ ସେଠୁ କହିଲେ, ଏଇ ସାମାନ୍ୟ କଥା, କାହିଁକି ଏତେ ବ୍ୟସ୍ତ ହେଉଛନ୍ତି? 3 ଥର ରାମ ଶବ୍ଦ କହିଦିଅନ୍ତୁ, ହେଲେ ପାପରୁ ମୁକ୍ତି ହେଇଯିବ। ବଶିଷ୍ଠଙ୍କର ଶିଷ୍ୟ, ଗୁରୁଙ୍କର ଶିଷ୍ୟ, କୁଳଗୁରୁଙ୍କର ଶିଷ୍ୟ, ତାଙ୍କ କଥାକୁ ସେ ସମ୍ମାନ ଦେଲେ ଏବଂ କହିଲେ ଠିକ୍ ଅଛି। 3 ଥର ରାମ ଶବ୍ଦ କହି ସେ ଚାଲିଗଲେ। କିଛି ସମୟ ପରେ ବଶିଷ୍ଠ ପହଞ୍ଚିଲେ। ବଶିଷ୍ଠ ପହଞ୍ଚିଲା ପରେ ପୁଣି ସବୁ କଥା କହିଲେ। ସବୁ କଲା ପରେ ବଶିଷ୍ଠ ରାଗିଗଲେ। କହିଲେ, କି ଆଶ୍ଚର୍ଯ୍ୟ କଥା, ମୋର ଶିଷ୍ୟ ହେଇ ଏଭଳି ଅସୁନ୍ଦର କଥା କାହିଁକି କହିଲେ? 1 ରାମ ଶବ୍ଦରେ 7 ଜନ୍ମର ପାପ ନଷ୍ଟ ହୋଇଯାଏ। 3 ଥର ରାମ ଶବ୍ଦ କାହିଁକି କହିଲେ? ସେ ସେଠୁ ଅଭିଶାପ ଦେଲେ। ବଶିଷ୍ଠ ଯେହେତୁ ନିଜ ଯୋନିରେ ଜନ୍ମ ହୁଏ, ସେ ସେଠୁ କ୍ଷମା ପ୍ରାର୍ଥନା ମାଗିଲା ପରେ ବଶିଷ୍ଠ କହିଲେ ଯେ ତୁମେ ତ୍ରେତୟା ଯୁଗରେ ସେଇ ରାମ ଯେତେବେଳେ ଜନ୍ମ ହେବେ, ତାଙ୍କର ପାଦସ୍ପର୍ଶ ତୋ ଦେହରେ ବାଜିଲେ, ମସ୍ତକରେ ବାଜିଲେ ତୁ ମୁକ୍ତି ହେବ। ଏଇ କଥା କହିସାରିଲା ପରେ ବଶିଷ୍ଠ ଚାଲିଗଲେ। ଉପମନ୍ୟୁ ବିଶୁଜନି ଜନ୍ମ ହେଲେ, ଗୁହ୍ୟକ ଶବର ଘରେ ଜନ୍ମ ହେଲେ। ସେ ଯାହା ବି ହଉ, ଜନ୍ମ ସମୟ କଟିଗଲା। ଦିନକର ରାମଚନ୍ଦ୍ର ପ୍ରଭୁ ପଦସ୍ପର୍ଶ କଲେ, ସେ ମୁକ୍ତି ହେଲା। ସେ ରାମ, ସେତେବେଳେ କେଉଁ ରାମ ଥିଲେ? ଦଶରଥ ମହାରାଜ ତ ପୁତ୍ର ନଥିଲା। ସେ କେଉଁ ରାମ ଶବ୍ଦ ସେ କହିଥିଲେ? ନାମ। ଏଥିରେ ଆମେ ଶିକ୍ଷା ପାଇଲେ ଯେ ରାମ ଜନ୍ମାନ୍ତର ରହିଛି। ତ୍ରେତୟା ଯୁଗରେ ଦଶରଥଙ୍କ ପୁଅ ରାମ ନୁହନ୍ତି। ସେ କେଉଁ କାଦ୍ୟନ୍ତ କାଳରୁ ରାମ ରହିଛନ୍ତି ଏବଂ ଆଗକୁ ରହିବେ, ଏବେ ବି ଅଛନ୍ତି, ଭବିଷ୍ୟତରେ ମଧ୍ୟ ସେ ଥିବେ। ତେଣୁ ରାମ ଶବ୍ଦକୁ ଉଚ୍ଚାରଣ କଲେ ବହୁତ କିଛି ଲାଭ ହୁଏ ଏବଂ ବହୁ ପାପ ମଧ୍ୟ ନଷ୍ଟ ହୁଏ। 1 ରାମ ଶବ୍ଦରେ ଏ ଭକ୍ତଗଣ ରାମ ଶବ୍ଦକୁ ଉଚ୍ଚାରଣ କରନ୍ତୁ, ସଂସାରରୁ ମୁକ୍ତି ପାଆନ୍ତୁ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ଜୟ ଭକ୍ତ।